ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତର ଜମନକିରା ବିଠାରେ କାର୍ଯ୍ୟ କରୁଥିବା ଗଡ୍ସ ପାୱାର ଓ ବ୍ଲେସିଂସ୍ ମିନିଷ୍ଟ୍ରି ତରଫରୁ ସୋମବାର ଦିନ ସ୍ଥାନୀୟ କେତେକ ଅସହାୟ ବିଧବା ମହିଳାମାନଙ୍କୁ କମ୍ବଳ ବଣ୍ଟନ ଏବଂ କୁଚିଣ୍ଡାସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ୱିଟର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ସଂସ୍ଥାର ସଭାପତି ପ୍ରମୋଦ ରୋହିଦାସ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ବିମଲ ମେହେର ସଭା ପରିଚାଳନା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ସମା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରସ୍ୱତୀ ଠାକୁର, ସମ୍ମାନିତ ଅତିଥି ଭାବରେ କୁଟ୍ରାଚୁଆ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସୁଭାଷ ଚନ୍ଦ୍ର ନାୟକ, ସାମ୍ବାଦିକ ଗଗନ ଶର୍ମା, ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର, ଓକିଲ ଶାନ୍ତନୁ କାଲୋ ଓ ବକ୍ସମା ପଞ୍ଚାୟତର ନାୟବ ସରପଞ୍ଚ ଉଷା ବାହାଲା, ସମାଜସେବୀ ରବିନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅସହାୟ ବିଧବା ମହିଳାମାନଙ୍କୁ ମଧ୍ୟରୁ 50 ଜଣଙ୍କୁ ଅତିଥିମାନଙ୍କ ଦ୍ୱାରା କମ୍ବଳ ବଣ୍ଟନ କରାଯାଇଥିଲା ଏବଂ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ୱିଟର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କମଲ ମେହେର, ପୂର୍ଣ୍ଣଚନ୍ଦ୍ର ଚିଲ, ମାନସୀ ସିନ୍ଦ୍ରିଆ, ଜଗଦୀଶ ରୋହିଦାସ, କୁମୁଦବନ୍ଧୁ ନିଷାଦ, କୁମୁଦିନୀ ମେହେର, ମନୋରମା କିଷାନ, ଦିବ୍ୟଜ୍ୟୋତି ମେହେର ପ୍ରମୁଖ ସହଯୋଗ କରି